ପିଲା ହଁ ତୁ ଗୋଟେ କଥାଟି ଜାଣିଛୁ କି କି ସକି ସେ ଯୋଉ ବାମୁଣ ବୁଢୀ ନାଇଁ କି ହଁ ସେ କାଲି ବନ୍ଧୁ ଗାଧେଇବାକୁ ଯାଇଥିଲା ଯା ଏଡେ ବଡ ମୁଟର ସୁନାହାରଟା ପିନ୍ଧୁନି ସେ ସୁନାହାରଟା ତୁଠରେ ରଖି ବନ୍ଧୁ ଗାଧେଇବାକୁ ଯାଇଥିଲା ଗାଧେଇକି ଆଇଲା ସେ ସୁନାଟା କିଏ ଚୋରି ଦେଇଛି ସତ ନା ମିଛ ବା ସତରେ ମ କାଲି ପୁଲିସ ଆଇକି ଯୋଉ ହାଟ ନାଟ କରୁଛି କହିବାକୁ ନାଇଁ ତୁ ଗାଁ ନଥିଲୁ କି ମୁଁ କାଲି ଭୋଜି ଖାଇ ପଳେଇଥିଲି ଆଉ ହେଲା ହେଲା ଚା ହେଲୋ ରେଣ ଗୋଟେ କଥାଟେ ଜାଣିଛୁ ନା କି ସଲା ଆପା ଯୋଉ କାଲି ବାମୁଣପୁରରେ ସୁନାଟା ଚୋରି ହେଇଗଲାନି କିଏ ନେଇ ଜାଣିଛୁ କି କିଏ ଲ ମୁଁ ଆଗା ନା ତୁ କିଲ ଆପା ଫାଟିକନା ତୁ କିଲ ହଁ ଲୋ ହେଲେ ସେ ସୁନାଟା କି କରିବୁ ଲ কি କରିବି ବେଲେ ସେ ସୁନାଟା ନେଇ ବିକିଦବା ଯୋଉ ପଇସା ମିଳିବ ତୋର ମୋର ଅଧା ଅଧା କରିଦବା ଭାଉଜ ଏଡେ ଚୁରୁଣି ହେଇଛ କିଏ ଏକେ ବାବୁ ଗାଁରେ କାହାକୁ କହୁନ ମୁଁ ସୁନା ଚୋରେଇଛି ବୋଲିକି ଆମେ କାହାକୁ କହିବୁ ନୁହେଁ ତମେ ଟେନସନ ନଉନ ତମେ ସୁନା ବିକି ଯୋଉ ପଇସାଟା ଆଣିବ ତାହିଁରୁ ଅଧା ପଇସା ଆମକୁ ଦେଇଦିଅ ଆମେ କାହାକୁ କହିବୁନୁ ହଁ ହେ ବାବୁ ଦେବି ସିନା କହୁନ ହେ କାହାକୁ ନା ଆପା ଆମକୁ ପଇସା ଦେଇଦେଲେ ଆମକୁ କି ମିଳିବ ଲ ହେଲେ ଆଙ୍କୁ ପଇସା ନଦେଲେ ଆଙ୍କେ ଯାଇ ଗାଁରେ କହିଦେବେ ଏବେ ଆଙ୍କୁ ହଁ ବେଦବା ଆମେ ସେ ଲେଖା ପରେ ଦେଖିବା ଏକେ ବାବୁ ତମେ ଆଜି ରାତି ଘରକୁ ଆସ ଆମେ ସେ ସୁନା ବିକି ପଇସା ଦେଇଛୁ ତମେ ନେଇଯିବ ହଉ ଆଉ ମାତ୍ର ନଦବ ବୋଲେ ତମ ପାଇଟି ଦେଇକି ଦବୁ ଆମେ ଚାରେ राती राग हटोना ହ୍ୟାଲୋ ବାବୁ ହଁ କୁହ ସୁନା ବିକି ପଇସା ଆନ୍ଦୋଳନ ନବା ଆସ ହଁ ଆଉଛୁ ଏଇ ଚା ପଇସା ଆଣିବ ଯିବା ଏଇ କାହିଁ ଏ ପଇସା ଘରକୁ ଚାଲ ଦଉଛି ହଁ ଚାଲ ବସ ଏଠି ବସ ଏଠି ଏତିକି ପଇସା ଧରଥ ମୁଁ ସେ ରେଣୁଠୁ ଆଉ ପଇସା ଧରି ଯାଉଛି ଏ ଗାଁ ଲୋକ କିଏ କୋଉଠି ଅଛ ଆସ ଏକେ ବାବୁ ସେ ମାର୍କଣ୍ଡର ପୁଅ ବୁଝିଆ ମତେ ପଇସା ଦେଇକିରି ପଇସା ଦେଇକି ଶହେ ମୁଁ କହିପାରିବି କିଏ ସେଟା ଚାଲ ମା কি